नमस्कार। निश्चेतनारू सच्चिदानंद आभिमुख्य यात्रा ହେଉଛି ସୃଷ୍ଟିର ନିୟମ। ସୃଷ୍ଟିର ହିଁ ନିୟମ ଯାହାକୁ ବିବର୍ତ୍ତନ କୁହାଯାଏ, ତାହା ମଧ୍ୟରେ ସୃଷ୍ଟିକର୍ତ୍ତାଙ୍କର ଲୀଳା ଦ୍ୱାରା ସମ୍ଭବପର ହୋଇଥାଏ ଅନେକ ପ୍ରାକୃତିକ ବିଭବ ଏବଂ ଏହି ବିଭବମାନଙ୍କ ମଧ୍ୟରେ ଉଦ୍ଭିଦର ସ୍ଥାନ ଅଟେ ସ୍ୱତନ୍ତ୍ର ତଥା ଅନନ୍ୟ। ପାଶ୍ଚାତ୍ୟର ବୈଜ୍ଞାନିକମାନେ ବହୁ ଦିନ ଧରି ଉଦ୍ଭିଦକୁ ଏକ ସ୍ପନ୍ଦନହୀନ ସୃଷ୍ଟି ଭାବରେ ବିବେଚନା କରୁଥିଲେ। ମାତ୍ର ଗୌରବର କଥା, ଆମ ଭାରତର ଜଣେ ପ୍ରଖ୍ୟାତ ବୈଜ୍ଞାନିକ ସାର୍ ଜଗଦୀଶ ଚନ୍ଦ୍ର ବୋଷ ଏହା ପ୍ରମାଣ କରିଦେଇଥିଲେ ଯେ ଉଦ୍ଭିଦ ମଧ୍ୟ ସମସ୍ତ ଜୀବନ୍ତ ପ୍ରାଣୀମାନଙ୍କ ଭଳି ଏକ ଭାବରେ ସ୍ପନ୍ଦନଶୀଳ। ତେବେ ଏହି ଆବିଷ୍କାରର ବହୁ ଦିନ ଆଗରୁ ଆମର ମୁନି ଋଷିମାନେ ଏହା ଅବଗତ ହୋଇପାରିଥିଲେ ଯେ ଉଦ୍ଭିଦ ମଧ୍ୟରେ ମଧ୍ୟ ଏକ ଚେତନା ରହିଛି ଏବଂ ସେଥିପାଇଁ ଆମର ଭାରତୀୟ ସଂସ୍କୃତିରେ ଉଦ୍ଭିଦକୁ ଦେବତୁଲ୍ୟ ମନାଯାଏ ଏବଂ ଏହା ସର୍ବଦା ପୂଜନୀୟ ଅଟେ। ଏକଦା ଶ୍ରୀମାଙ୍କୁ ତାଙ୍କର ଜଣେ ଭକ୍ତ ଏକ ତୁଳସୀ ଜଟା ସମର୍ପଣ କରିଥିଲେ ଏବଂ ଶ୍ରୀମା ତାହାକୁ ହାତରେ ଧରୁ ଧରୁ କହିଥିଲେ ଡିଭୋସନ୍। ଏବଂ ପରେ ଏହାର ତାତ୍ପର୍ଯ୍ୟ ବୁଝାଇବାକୁ ଯାଇ ଶ୍ରୀମା କହିଥିଲେ ଯେ ତୁଳସୀ ମଧ୍ୟରୁ ଭକ୍ତିଭାବ ସ୍ପନ୍ଦିତ ହୋଇଥାଏ। ଯଦ୍ୟପି ସେ ସମୟରେ ମା ଜାଣିନଥିଲେ ଯେ ଭାରତବର୍ଷରେ ଭଗବାନଙ୍କ ପାଖରେ ତୁଳସୀ ସମର୍ପିତ ହୋଇଥାଏ ଭକ୍ତିର ଏକ ନିଦର୍ଶନ ସ୍ୱରୂପ, ତଥାପି ସେ ତା ମଧ୍ୟରେ ଥିବା ଏହି ଭକ୍ତିଭାବକୁ ଅନୁଭବ କରିପାରିଥିଲେ। ଏବଂ ପରେ ଆମେ ଜାଣିଛେ ଶ୍ରୀମା ଏପରି ବହୁତ ଉଦ୍ଭିଦ ଏବଂ ସେମାନଙ୍କ ଫୁଲମାନଙ୍କର ଦୈବୀ ଚେତନାକୁ ନାମକରଣ କରିଛନ୍ତି। ସେହିପରି ଭାବେ ଆମେ ଯେତେବେଳେ ଭଗବାନଙ୍କ ପାଖରେ ଗୋଟେ ଫୁଲ ସମର୍ପଣ କରିଥାଉ କିମ୍ବା ଭଗବାନଙ୍କ ପାଖରୁ ଏକ ଫୁଲ ଗ୍ରହଣ କରିଥାଉ, ତେବେ ସେ ମଧ୍ୟରେ ଥିବା ଦୈବୀ ଶକ୍ତି ଏବଂ ଦୈବୀ ଚେତନା ହିଁ ଫୁଲ ମାଧ୍ୟମରେ ଆମ ପାଖକୁ ପ୍ରବାହିତ ହୋଇଥାଏ। ତେବେ ଆସନ୍ତୁ ଉଦ୍ଭିଦ, ତାହାର ଚେତନା ଏବଂ ତାହାର ବାହ୍ୟ କାର୍ଯ୍ୟଶୈଳୀ ବିଷୟରେ ଜାଣିବା ପାଇଁ ଆମେ ଏକ ପ୍ରକଳ୍ପ ଦେଖିବା। ବହୁତ ଗୁଡ଼ିଏ ପ୍ରକଳ୍ପ ଯାହା ଓଡ଼ିଶାର ଭିନ୍ନ ଭିନ୍ନ ସ୍କୁଲରୁ ଆସିଛି, ଯାହାକି ଆଧାର ହୋଇଛି ଗୋଟିଏ ବିଷୟବସ୍ତୁ ଉପରେ, କନସିୟସନେସ୍ ଇନ୍ ପ୍ଲାଣ୍ଟସ୍ ବା ଉଦ୍ଭିଦ ମଧ୍ୟରେ ଚେତନା। ତେବେ ଆସନ୍ତୁ ଆମର ସବୁ କୁନି କୁନି ବୈଜ୍ଞାନିକମାନଙ୍କର ଏହିସବୁ ପ୍ରକଳ୍ପ ଦେଖିବା ଏବଂ ତାହାର ଜ୍ଞାନର ଆଲୋକରେ ନିଜକୁ ଆଲୋକିତ କରିବା।